ଓମ୍ ସାଇରାମ। ଆଜିର ସାଇ ସନ୍ଦେଶରେ ବାବା କହୁଛନ୍ତି, ମୋର ପ୍ରିୟ ସନ୍ତାନ, ମୁଁ ଜାଣୁଛି ସନ୍ତାନ, ତୁ ଜୀବନରେ ଏବେ ବହୁତ ସମସ୍ୟା ଦେଇ ତୁ ଗତି କରୁଛୁ। ହେଲେ ସନ୍ତାନ, ତୋର ଭାଙ୍ଗି ପଡ଼ିବା କିଛି ବି ଆବଶ୍ୟକ ନାହିଁ। ତୋ ସହିତ ତୋ ବାବା ଅଛି। ତୋର ଚିନ୍ତା କରିବା ଆବଶ୍ୟକ ନାହିଁ ସନ୍ତାନ। ତୋର ଏ ପରିସ୍ଥିତି ପୁଣି ନୂଆ ଦିଗ ନିଶ୍ଚୟ ପରିବର୍ତ୍ତନ କରିବ। ମୁଁ ବା ତୋର ଗୋଟେ ବାଟ ବନ୍ଦ କରି ଆଉ ଗୋଟେ ବାଟ ଖୋଲିଛି, ତାକୁ ପରଖିବାକୁ ଚେଷ୍ଟା କର ନିଜ ଧୈର୍ଯ୍ୟ ବଳରେ। ତୁ ଯଦି ଭୟଭୀତ ହୋଇ ଭବିଷ୍ୟତ ଚିନ୍ତା କରି ନିଜ ମନକୁ ଭ୍ରମିତ କରିବୁ, ତୁ କିପରି ଏ ସଂସାରରେ ବଞ୍ଚିପାରିବୁ ସନ୍ତାନ? ସବୁବେଳେ ସକାରାତ୍ମକ ହୋଇ ବଞ୍ଚିବାକୁ ଚେଷ୍ଟା କର। ତୋ ଜୀବନରେ ସବୁବେଳେ ସକାରାତ୍ମକ ଭାବ ଆଣେ। ଏ ଦୁନିଆ ଲୋକ ସବୁବେଳେ ତୋତେ ହତାଶ କରିବେ, ତୋ ଗୋଡ଼ ଭିଡ଼ିବାକୁ ଚେଷ୍ଟା କରିବେ। ହେଲେ ସନ୍ତାନ, ତୋର ଏ ପରିସ୍ଥିତି ତୋତେ ମୁଁ ଶିକ୍ଷା ଦେବା ପାଇଁ ହିଁ ଦେଇଛି। ଏହି ପରିସ୍ଥିତି ହିଁ ତୋତେ ଶକ୍ତ କରିବ। ଆଗକୁ ତୁ କେମିତି ଦୃଢ଼ତାର ସହିତ ନିଜ ଜୀବନ ବଞ୍ଚିପାରିବୁ ସନ୍ତାନ। ତୁ ଥରେ ଭାବିକି ତ ଦେଖ, ତୋତେ ଆଉ କେଉଁ ରାସ୍ତାରେ ଗଲେ ତୋତେ ଜୀବନ ସୁରୁଖୁରୁରେ କଟିବ। ତୁ ଯଦି ସବୁବେଳେ ସେହି ପରିସ୍ଥିତି ଆଗରେ ହାର ମାନି କାନ୍ଦିବୁ, ତୋ କଥା କେହି ଶୁଣିବେନି। ଏ ମିଛମାୟା ସଂସାରରେ ସମସ୍ତେ ସ୍ୱାର୍ଥପର ସନ୍ତାନ। ତୋ ଦୁଃଖ ବେଳାରେ ତୋତେ ସମସ୍ତେ ହାତ ଛାଡ଼ିକି ଚାଲିଯିବେ, ଆଉ ସୁଖ ବେଳାରେ ତୋଠାରୁ କିଛି ଫାଇଦା ହାସଲ ପାଇଁ ସମସ୍ତେ ଆସି ତୋ ସହିତ କଥା ହେବେ ସନ୍ତାନ। ନିଜର ଦୁଃଖକୁ କେବେ ଅନ୍ୟ ଆଗରେ କହିବନି। ସେମାନେ କ'ଣ ତୋ ଦୁଃଖକୁ ଆସି ଦୂର କରିବେ କି? ଓଲଟି ତୋତେ ଦେଖେଇକି କହିବେ ସନ୍ତାନ। ସବୁବେଳେ ନିଜ ଦୁଃଖକୁ ନିଜ ଛାତି ଭିତରେ ରଖି ସେ ଦୁଃଖରୁ କେମିତି ତୁ ବାହାରିବୁ, ତୁ ସମାଧାନ ମାର୍ଗ ତୋତେ ହିଁ ଖୋଜିବାକୁ ପଡ଼ିବ। ତୁ କର୍ମ କର, ଫଳକୁ ଆଶା ରଖନି। ମୁଁ ସବୁବେଳେ ତୋ ସହିତ ରହିଛି ତୋ ହାତ ଧରିବା ପାଇଁ। ତୁ ଯେଉଁ ନିଷ୍ପତ୍ତି ନେଉଛୁ ସେଥିରେ ତୋର ସ୍ୱାର୍ଥ ନଥିବା ଦରକାର ସନ୍ତାନ। ସବୁବେଳେ ଅନ୍ୟମାନଙ୍କର ମଙ୍ଗଳ ପାଇଁ ତୋର କାମ କରିବା ଦରକାର। ତୁ ଯଦି ଅନ୍ୟମାନଙ୍କର କ୍ଷତି କରି ସେ କାର୍ଯ୍ୟଟିକୁ କରିବୁ, ତୁ ନିଶ୍ଚିନ୍ତ ଦୁଃଖ ହିଁ ପାଇବୁ ସନ୍ତାନ। ଏ ମଣିଷ ସମାଜରେ ସମସ୍ତେ ସ୍ୱାର୍ଥପର। ତୁ ଯଦି ନିଜକୁ ଏ ସ୍ୱାର୍ଥପର ଦୁନିଆରୁ ବଞ୍ଚି ତୁ କର୍ତ୍ତବ୍ୟ କରିବାକୁ ଚାହୁଁଛୁ, କେବଳ ତୁ ମୋ ନାମ ଜପ କର। ମୋ ନାମ ଜପ କଲେ ତୋତେ ଶାନ୍ତି ମିଳିବ। ତୋତେ ବାହ୍ୟ ଚିନ୍ତା କିଛି କ୍ଷତି କରିପାରିବ ନାହିଁ ସନ୍ତାନ। ତୋର ସବୁ କାର୍ଯ୍ୟ ଠିକ୍ ସମୟରେ ନିଶ୍ଚିନ୍ତ ପୂରଣ ହେବ। ତୋର କୌଣସି ବି କଥା ଚିନ୍ତା କରିବା ଆବଶ୍ୟକ ନାହିଁ। ତୁ କେବଳ ବିଶ୍ୱାସ ତୋ ଭଗବାନଙ୍କ ଉପରେ ରଖ। ସେଇ ଭଗବାନ ତୋତେ ନିଶ୍ଚିନ୍ତ ଫଳ ଦେବେ। ତୁ ଯଦି ସେତିକି ଏତେ କଷ୍ଟର ସହିତ ରହି ମଧ୍ୟ ତୋ ଭଗବାନଙ୍କୁ ଭକ୍ତି କରିପାରୁଛୁ, ସିଏ ହିଁ ଜଣେ ଭକ୍ତ ପାଇଁ ବହୁତ ସନ୍ତାନ। ମନଉଣା କରନି। ସବୁବେଳେ ତୋ ବାବାର ନାମକୁ ତୁ ଜପ କରୁଥା। ନିଶ୍ଚିନ୍ତ ଦିନେ ନା ଦିନେ ତୋ ଜୀବନରେ ପରିବର୍ତ୍ତନ ଆସିବ। ଆଉ ଅଳ୍ପ କିଛି ଦିନ ଅପେକ୍ଷା କରି ଦେଖିବୁ, ତୋ ଜୀବନରେ ସବୁ ସ୍ୱାଭାବିକ ହୋଇଯିବ। ତୁ ପୁଣି ଆଗ ଭଳି ହସି ଖେଳି ତୋ ଜୀବନ ଅତିବାହିତ କରିବୁ। ତୋ ବାବା ଉପରେ ଭରସା ବିଶ୍ୱାସ ରଖ। ତୋ ବାବା ତୋ ହାତ ଛାଡ଼ିନି କି କେବେ ଛାଡ଼ିବନି।